नमस्कार। जय आरसीएम, गुड मॉर्निंग, सुप्रभात। नमस्कार। जय आरसीएम। जय आरसीएम। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ କି ଆଜି ଆମେ ପ୍ରପର ଟାଇମରେ ପହଞ୍ଚି ଯାଇଛେ। ଆଜି ପ୍ରବୀଣା ମ୍ୟାଡାମ ଭିଡିଓ ଅନ୍ କରିକି ବସିଛନ୍ତି। ବହୁତ ବହୁତ ଧନ୍ୟବାଦ। ଯାହା ହଉ, ଆମେ ଗୋଟେ ଗୋଟେ କଦମ ଆମେ ଆଗକୁ ବଢୁଛେ। ତ ଯୋଉଟା କି ସାହୁ ଭାଇଙ୍କର ବି ଭିଡିଓ ଅନ୍ ହେଇଗଲାଣି। ମୋବାଇଲକୁ ଏମିତି ଯଦି ଆମେ କରିଦିଅନ୍ତେ ତ ବହୁତ ଭଲ ରହିଯାଆନ୍ତା, ଆଉ ଟିକେ ବଢିଆ ଦେଖା ହୁଅନ୍ତା। ମ୍ୟାଡାମ ଆପଣ ବୁଲେଇ ଦଉନାହାନ୍ତି ମୋବାଇଲ। ହଁ, ଓକେ, ବହୁତ ବଢିଆ। ଆମେ ସମସ୍ତେ ଗୁରୁକୁଳର ଗୋଟେ ଗୋଟେ ଭଲ ଭଲ ଷ୍ଟୁଡେଣ୍ଟ, ଯୋଉଥିରେ କି ଆମେ ଏ ଦୁନିଆ ପାଇଁ ବହୁତ କିଛି କରିବା ପାଇଁ ଯୋଉ ସଂକଳ୍ପ ନେଇଛେ, ଯୋଉଟା କି ଆମ ବ୍ୟକ୍ତିତ୍ୱକୁ ବିକାଶ କରିବାରେ ସଫଳ ଆମକୁ କରିଦେଇ ପାରିବ। ଏ ଦୁନିଆରେ ଆମେ ବହୁତ ଭଲ ପ୍ରତିଷ୍ଠିତ ବ୍ୟକ୍ତି ବି ହେଇପାରିବା ଆଉ ଲୋକମାନଙ୍କର ସେବା କରିପାରିବା। ତ ୟା ଉପରେ ଆମେ ଯୋଉ ପ୍ରକାରର ଟିସି ସାରଙ୍କର ଯୋଉ ପ୍ରକାରର ଚିନ୍ତାଧାରା ରହୁଛି, ତ ସେ ଚିନ୍ତାଧାରାକୁ ନେଇକି ଆମେ ମାନେ ଆଗକୁ ବଢୁଛେ। ତ ଯୋଉଟା କି ପୁରା ହିନ୍ଦୁସ୍ତାନରେ ଏମିତି ବି ଲୋକ ଦେଖିପାରିବେ ଯେ ଆମେ ଏଭଳି ଗୋଟେ ଅଭିଯାନରେ ସାମିଲ ହେଇଛେ। ସେ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହଉଛି ରୋଗମୁକ୍ତ ଭାରତ ତିଆରି କରିବା। କେମିତି ଭାରତବର୍ଷରେ ଲୋକଙ୍କୁ ରୋଗ ନହବ, ଲୋକ ସୁସ୍ଥ ରହିବେ, ଭଲରେ ରହିବେ, ଖୁସିରେ ରହିବେ। ତ ସେଥିପାଇଁ ଆମେ ସମସ୍ତେ ସଂକଳ୍ପ ବି ନଉଛେ ଆଉ କରିକି ବି ଦେଖଉଛେ। ତ ସେଥିଲାଗି ଆ, ଆଜି ଗୁରୁକୁଳ ବହୁତ ପ୍ରଭାବଶାଳୀ ଗୁରୁକୁଳ ଆଜି ଥିଲା, ଯୋଉଟା କି ଆମ ଭିତରେ ଥିବା ଆ, ଅନ୍ୟ ପ୍ରତି ଯୋଉ ପ୍ରକାରର ସହଯୋଗର ମନୋଭାବ, ଯୋଉ ପ୍ରକାରର ତାଙ୍କୁ ସେବାର ମନୋଭାବ ଆମ ଭିତରେ ମନ ଭିତରେ ଯୋଉ ରହିଥିଲା, ତ ସେଠି ଗୋଟେ ପ୍ଲାଟଫର୍ମ ଆମକୁ ମିଳୁଛି। ଆମକୁ ଦେଖାଯାଉଛି ଯେ ଇଏ ପ୍ଲାଟଫର୍ମରେ ଆମେ ପୁରା ଭାରତ ବର୍ଷରେ ଆମେ ସମସ୍ତଙ୍କୁ ସେବା କରିପାରିବା। ସେବା କରିବାର ଗୋଟେ ବହୁତ ବଡ ରୂପ ଆମକୁ ମିଳି, ବହୁତ ବଡ ପ୍ଲାଟଫର୍ମ ଆମକୁ ଏଠି ମିଳିଯାଉଛି। ତ ଆଜି ଗୁରୁକୁଳ ବହୁତ ପାୱାରଫୁଲ ଗୁରୁକୁଳ। ଆଉ ଏଇ ଗୁରୁକୁଳରେ ଆମେ ଯେମିତିକି ଟିସି ସାର୍ ସବୁବେଳେ କୁହନ୍ତି, ଯେତେ ବଡ ମକସଦ ସେତେ ବଡ ତେୟାରୀ। ଆମ ତେୟାରୀ, ଆମ ମକସଦ ଯଦି ବଡ ଅଛି ପୁରା ହିନ୍ଦୁସ୍ତାନକୁ ରୋଗମୁକ୍ତ କରିବା ପାଇଁ, ଆମ ତେୟାରୀ ବି ସେଇ ହିସାବରେ ବହୁତ ବଡ ହବା ନିହାତି ଦରକାର। ଯଦି ତିଆରି ଛୋଟ ମୋଟ ହେଇଗଲା, ତାହେଲେ ଆମ ମକସଦ ଆମେ ବଡ କରିପାରିବା ନାହିଁ। ଆମର ତିଆରି, ବର୍ତ୍ତମାନ ଆମର ବହୁତ ବଡ ମୁଦ୍ଦା ହଉଛି ଯେମିତିକି 75% ଭାରତୀୟ ମହିଳା, ତ ସେମାନଙ୍କର ଆନିମିଆରେ ପୀଡିତ ଅଛନ୍ତି। ତ ସେମାନଙ୍କର ଦୁଃଖ, ସେମାନଙ୍କର କଷ୍ଟକୁ ଆମେ ଯଦି କେତେବେଳେ ନା କେତେବେଳେ ନିଜେ ଅନୁଭବ ଆମେ କରିବା, ତାହେଲେ ଆମେ ସେ ପ୍ରକାରର ବହୁତ ବଡ଼ ଅଭିଯାନ ଆମେ ନିଜ ହାତକୁ ନବା। ଆଉ ତା ଦ୍ୱାରା ଆମେ ଆନିମିଆରୁ ମୁକ୍ତି କରିବା ପାଇଁ ଆମେ ବହୁତ ବଡ଼ ଯୋଜନା ବି କରିବା, ତିଆରି ବି କରିବା, ଆଉ ତା ଉପରେ ବି ଆମେ ସଫଳ ବି ହେଇଯାଇପାରିବା। ଆଉ ତା ଛଡ଼ା ଟିସି ସାର୍ 4ଟା କୋଶ୍ଚିନ୍ ପଚାରିଛନ୍ତି, ଯୋଉଟା କି ଇଏ ଆମର ଯୋଉ ଗୁରୁକୁଳର ଶାଖା ଚାଲିଛି, ୟା ମାଧ୍ୟମରେ ମୁଁ ବି ଆପଣଙ୍କ ପାଖରେ ସେ କୋଶ୍ଚିନ୍ ବି ରଖୁଛି। ତ ତାର ବି ଆମେ କଣ କଣ ପ୍ଲାନିଂ ଆମେ କରିଛେ, ତ ତା ଉପରେ ଆମେ କହିବା। ସେ କହିଲେ କି क्या हमारे क्या मेरी तरीका ପ୍ରଭାବଶାଳୀ है। ମାନେ ମୋର, ମୁଁ ଯୋଉ କାମ କରୁଛି ରୋଗମୁକ୍ତ ଭାରତ କରିବା ପାଇଁ, ତ ସେ ତରିକା, ମୁଁ ଯାହା ମନ ଭିତରେ ପ୍ଲାନିଂ କରିଛି, ସେ ପ୍ରଭାବଶାଳୀ କି। ଆଉ ଗୋଟେ କଥା କହିଲେ ଯେ ମୋର ସ୍ୱାସ୍ଥ୍ୟ କ୍ରାନ୍ତି ଟିମ୍ ର ବିସ୍ତାର ବିସ୍ତାର ହେଇପାରୁଛି କି, କେବଳ ଯେ ମୁଁ କଲେ ହବନି। ତ ମୋର ଯୋଉ ଟିମ୍ ଅଛନ୍ତି, ମୁଁ ମୋ କଥା କହୁନି, ମୋ ଆପଣ ମାନଙ୍କର ଯୋଉ ଟିମ୍ ଅଛନ୍ତି, ସେ ଟିମ୍ ସେଭଳି ଭାବରେ ତାଙ୍କର ମନୋଭାବ କରିକି ସେମାନେ ବି ପ୍ରଭାବଶାଳୀ ତରିକାରେ କାମ କରୁଛନ୍ତି କି, ବିସ୍ତାର କରୁଛନ୍ତି କି। ତା ଛଡା ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ତରିକା ମୁଁ ଆପ୍ଲାଏ କରୁଛି କି। ଯଦି ମୁଁ କରୁଛି, ତାହେଲେ ସେଇଟା ବି ଆମେ କହିବା। ଆଉ ନୂଆ ଚିନ୍ତାଧାରା ବି ମନକୁ ଆସିବ, କାରଣ ଯୋଉ କଥା ଆଗରୁ କେବେ ହେଇନି, ତ ଆମେ ଆଜି ମନ ଭିତରେ ଆଣିବ। ଆଉ ଦ୍ଵିତୀୟ କଥା, ଯେ ମୋର ଯୋଉ ଗ୍ରୋଥ ହଉଛି, ସେଥିରେ ମୋର ନିଜର ପ୍ରୟାସ ହଉଛି ନା ଅଟୋମେଟିକ ଗ୍ରୋଥ ରହିଯାଉଛି। ତ ଯଦି ନିଜେ ପ୍ରୟାସ କରିବା ଦ୍ୱାରା ମୋର ଗ୍ରୋଥ ହଉଛି, ତାହେଲେ ସେ ରିଅଲ ଗ୍ରୋଥ
ନୁହେଁ। ତ ଅଟୋମେଟିକ ଯଦି ଗ୍ରୋଥ ହଉଛି, ଆମର ଯୋଉ କାର୍ଯ୍ୟ ଆମେ କରୁଛେ, ତ ମୋର ଉନ୍ନତି ଯଦି ହଉଛି, ତାହେଲେ ସେଇଟା ହିଁ ଆମର ରିଅଲ ଗ୍ରୋଥ। ତ ୟା ଉପରେ ଆଜି ଆମେ ଡିସ୍କସନ କରିବା। ତ ଆଜି ଫାର୍ଷ୍ଟ ସାହୁ ଭାଇ କହିବେ, ତାପରେ ଅନ୍ୟମାନେ କହିବେ। ରିଏଲ ଗ୍ରୋଥ ପ୍ରକୃତରେ ହବ କେତେବେଳେ ମୁଁ ଏବେ ମୋର ଟିମର ଲୋକମାନଙ୍କର ଇଚ୍ଛା ଶକ୍ତି ବଢି ଏଇ ସେବା ମନୋବୃତ୍ତିରେ ନୂଆ ପ୍ଲାନିଂରେ କେମିତି ହେଇପାରିବ, ସେଇଟା ହଉଛି ପ୍ରଥମ ଜିନିଷ। ଯଦି ମୁଁ ଏକୁଟିଆ କରୁଛି ନୁହେଁ, ମୋ ଟିମର କିଛି ଲୋକଙ୍କୁ କରେଇ ପାରୁଛି, ଯାହାଫଳରେ ଗ୍ରୋଥଟା ନିଶ୍ଚିତ ହବ। ଆଉ ସେବା ମନୋବୃତ୍ତି ନେଇ କରିବା ଦରକାର। ସେବା ମନୋବୃତ୍ତି ଦ୍ୱାରା ତାହେଲେ ଆମେ ଏଇଟାକୁ ଆରମ୍ଭ କରିପାରିବା। ତା ସହିତ ଯେମିତିକି ଏନିମିଆ କଥା କହିଲେ, ସେ ଏନିମିଆ ଉପରେ 75% 75% ଲୋକଙ୍କର ଏନିମିଆ, ପ୍ରତ୍ୟେକ ଝିଅ ବା ଲେଡିଜ ମାନଙ୍କୁ ଯଦି ଦେଖିବା ଏନିମିଆରେ ସମ୍ପୃକ୍ତ। ସେ ଏନିମିଆକୁ ଦୂର କରିବା ପାଇଁ ଆମର ସଂକଳ୍ପବଦ୍ଧ ହେବା ଦରକାର ଟିମ୍ ସହିତ, ଯାହାଫଳରେ କି ଗ୍ରୋଥ ତ ହବ ହବ, କିନ୍ତୁ ସେବା ମନୋବୃତ୍ତି ନେଇ ଆମେ ଗ୍ରୋଥ କରିବା, ଇଏ ଗୋଟେ ହଉଛି ମୁଖ୍ୟ ଲକ୍ଷ୍ୟ। ତେଣୁ ୟାକୁ କାର୍ଯ୍ୟରେ ପରିଣତ କରିବାକୁ ହେଲେ ଆମର ଟିମ୍ ୱାର୍କ ଦରକାର। ଟିମ୍ ୱାର୍କ ଦ୍ୱାରା କିଛି ଡୁପ୍ଲିକେସନ ବାହାରିବା ଦ୍ୱାରା ଆମେ ଏଥିରେ ବହୁତ ସକ୍ସେସ୍ ହେଇପାରିବା। ଓଭର ଟୁ ସତ୍ୟଦେବ। ଓକେ, ଥ୍ୟାଙ୍କ ୟୁ। ମୁଁ ଗୋଟେ କଥା ମୋର ମାଇଣ୍ଡକୁ ଆସୁଛି, ଆମେ ଯଦି ୟାକୁ ଆପଣମାନେ ବି ବିଚାର କରନ୍ତୁ, ଯଦି ମନ ଭିତରେ ଠିକ ଭାବିବେ, ନିଜ ନିଜ ଏରିଆରେ ବି ଆମେ ଆରମ୍ଭ କରିପାରିବା। ପ୍ରଥମ କଥା ଯେ ଆମେ କୌଣସି ଜାଗାରେ ପ୍ରଥମେ ଗୋଟେ ଜାଗା ନିର୍ଦ୍ଧାରିତ କରିବା ଯେ ଏଇ ଜାଗାରେ ଆମେ ଗୋଟେ କ୍ୟାମ୍ପ କରିବା। ସେ କ୍ୟାମ୍ପରେ କଣ ହବ ନା, ସେଠି ବଡି ସ୍କାନର ମେସିନ ବି ଯିବ, ଆଉ ଆନିମିଆରୁ ମୁକ୍ତିର ଯୋଉ ଅନୁମାନ କରିବାର ଯୋଉ ବୁକଲେଟ ସେଠି ଥିବ, ଆଉ ଗୋଟେ ମିରର ମାଧ୍ୟମରେ ଆମେ ସେମାନଙ୍କୁ ବି ନିଜେ ଦେଖେଇ ପାରିବା ଯେ ଏ ଦେଖନ୍ତୁ, ଇଏ ଯୋଉ ଆଜି ସାଇନ୍ସ କହୁଛି ଯେ ଯଦି ଆମର ଆଖିର ତଳର ଲାଲ କେତେ ଅଛି, ଜିଭ, ଏସବୁ ଆମ ହାତ ପାପୁଲି, ଏସବୁକୁ ଦେଖେଇକି ଯେ ସେମାନଙ୍କର ହିମୋଗ୍ଲୋବିନ୍ କମ ଅଛି ବୋଲି ତାଙ୍କୁ ଅନୁମାନ ଆମେ କରିପାରିବା। ଇଏ ହଉଛି ପ୍ରଥମ କଥା। ଆଉ ତା ସହିତ ବଡି ସ୍କାନର ମେସିନରେ ଆମେ ତାଙ୍କର ବିଏମଆଇ ଟେଷ୍ଟ କରିପାରିବା, ତାଙ୍କର ଫ୍ୟାଟ ର ପରସେଣ୍ଟେଜ, ଭିସରାଲ ଫ୍ୟାଟ ପରସେଣ୍ଟେଜ, ଏସବୁ କରିକି ତ ତାଙ୍କୁ ଆମେ ତିଆରି କରିବା। ଆଚ୍ଛା, ତା ପୂର୍ବରୁ ଆମକୁ ଗୋଟେ କାମ କରିବା ନିହାତି ଜରୁରୀ ଯେ ଆମେ ଯୋଉ ସିଡ୍ସ ର ଯୋଉ ବହି ଅଛି ତା ଉପରେ ଟିକେ ଥର ହବା ନିହାତି ଜରୁରୀ। କେବଳ ଯେ ଆମେ କହିବା ଯେ ନ୍ୟୁଟ୍ରିଚାର୍ଜ ଓମେନ୍ ଖାଇଦିଅ କିମ୍ବା ନ୍ୟୁଟ୍ରିଚାର୍ଜ ଓମେଗା ଖାଇଦିଅ କି ଆ, ଏଇଟା ଆମର ଆପଣଙ୍କର ଗାମା ରେଜନଲ ଖାଇଦିଅ, ଏତେ କହିଲେ ହବନି। କିନ୍ତୁ ଆମେ ତା ପାଇଁ ଆମେ ଆଉ କଣ ଅବଲମ୍ବନ କରିବା। ସପୋଜ କାହାର ଫ୍ୟାଟ, ଭିସରାଲ ଫ୍ୟାଟ ଅଧିକା ହେଇଯାଇଛି, ତାକୁ ଆମେ ନ୍ୟୁଟ୍ରିଚାର୍ଜ ଏସଏନଡିଏଫ ଆମେ ତାଙ୍କୁ କହୁଛେ ଖାଇବା ପାଇଁ, କିନ୍ତୁ ତାକୁ ପରାମର୍ଶ ଆମେ ଦଉନେ ଯେ ତେଲ ଯୋଉଥିରେ କି ଫ୍ୟାଟ ବଢିବ ସେ ଜିନିଷକୁ ବନ୍ଦ ନ କରିବା ପାଇଁ। ଆମେ ତାକୁ ବଢଉନେ ଯେ ଆମେ ତାକୁ କହୁନେ ଯେ ଫାଷ୍ଟ ଫୁଡ ତାକୁ ବନ୍ଦ ଆଭଏଡ କରିବା ପାଇଁ, ରେଡ ମିଟ୍ ତାକୁ ବନ୍ଦ କରିବା ପାଇଁ ଆମେ ତାକୁ କହୁନେ, ତାହେଲେ ତାର କୌଣସି କାମରେ ଲାଗିବ ନାହିଁ। ତ ସେଥିଲାଗି ଆମେ ଏ ସବୁକୁ ଧ୍ୟାନରେ ରଖିକି ଆମେ ସେ ପ୍ରୋଗ୍ରାମ କରିବା। ସେ ଏରିଆରେ ଯୋଉମାନେ ଲ୍ୟାବ ବାଲା ଥିବେ, ତ ଲ୍ୟାବ ବାଲାଙ୍କ ସହିତ ସମ୍ପର୍କ କରିକି ଯେ ଆମେ ଗୋଟେ ବହୁତ ବଡ ଅଭିଯାନରେ ଆରମ୍ଭ କରିଛୁ ଯୋଉଟା କି ରୋଗମୁକ୍ତ ଭାରତ। ତ ସେଥିରେ ଆମେ ବହୁତ ସାରା ଟେଷ୍ଟ ବି ସେଠି ହଉଛି, ଯୋଉ ଯୋଉଟା କି ଲୋକମାନେ ଜାଣିଲେ ତ ତାଙ୍କ ନିଜ ପାଇଁ ନିଜେ ସଚେତନ ହେଇପାରିବେ। ଯାହାର ଆଜ୍ଞା। ହିମୋଗ୍ଲୋବିନ୍ କମ ଅଛି, ତ ସେ ଟେଷ୍ଟ ବି ସେ ଜାଣିଲେ ତ ସେ ଭଲ ପାଏ, ମାନେ ସେ ନିଜକୁ ସେ ସୁସ୍ଥ ରଖିପାରିବ। ତ ଇଏ କଥା ମୋର କହିବା କଥା କଣ ନା, ଆମେ ତାଙ୍କୁ ସହଯୋଗ ମାଗିବା ଯେ ଭାଇ ଦେଖ, ଆମେ ଏମିତି ଗୋଟେ ବହୁତ ବଡ କାମ କରୁଛେ, ସବୁଦିନେ ତ ପଇସା ରୋଜଗାର କରୁଛେ, କିନ୍ତୁ ଏଇ ଦେଶ ପାଇଁ ତ ଆମେ କିଛି କରିବା, ଆମର କିଛି କର୍ତ୍ତବ୍ୟ ବି ଅଛି। ତ ଆମେ ଏଇ ଯୋଉ ଅଭିଯାନ କରୁଛୁ, ଆପଣଙ୍କର ଟିକେ ସହଯୋଗ ଦରକାର। କଣ ସହଯୋଗ ନା, ଇଏ ଅଭିଯାନ ମାଧ୍ୟମରେ ତ ଆମେ ଯୋଉମାନଙ୍କୁ ଟେଷ୍ଟ କରିବା, ତ ସେମାନଙ୍କର ଆପଣଙ୍କର ଯୋଉ ରେଟ୍ ଆପଣ ରଖୁଛନ୍ତି ସେ ରେଟରେ ଆମକୁ ଯଦି ଡିସକାଉଣ୍ଟ ଦେଇପାରନ୍ତେ, ହୁଏତ ଆପଣଙ୍କର ବି ବହୁତ ଭଲ ସମ୍ମାନ ବି ବଢିପାରନ୍ତା। ଆପଣ ବି ଏ ରୋଗମୁକ୍ତି ଆନ୍ଦୋଳନରେ ଆପଣ ବି ସାମିଲ ଟିକେ ହେଇପାରନ୍ତେ। ତ ଏମିତି ବି ବହୁତ ସାରା, ମୁଁ ବି କେତେ ଜଣ ଲ୍ୟାବଙ୍କ ସହିତ କଥା ହେଇଥିଲି, ଯେମିତି କଟକରେ ନୂଆପଡା, ସେ ତ କହିଲେ ଭାଇ ପୁରା ସମ୍ପୂର୍ଣ୍ଣ ମାଗଣା। ଆମେ ଯୋଉ କରିଥିଲୁ 2 ଥର 3 ଥର କରିଥିଲୁ, ସମ୍ପୂର୍ଣ୍ଣ ମାଗଣା, ଯେତେ ଲୋକଙ୍କର
ହିମୋଗ୍ଲୋବିନ୍ ଟେଷ୍ଟ ହେଲା, ପୁରା ସମ୍ପୂର୍ଣ୍ଣ ମାଗଣା ଏମିତି ସବୁ ହେଲା। ଆଚ୍ଛା, ତା ଦ୍ୱାରା ବି ତାଙ୍କର ବି ଲାଭ ହଉଛି କଣ ନା, ଆଜି ଆମେ ହିମୋଗ୍ଲୋବିନ୍ କଲୁ କିମ୍ବା ସୁଗାରର କଲୁ କି ଯାହା ବି କଲୁ, ତ ଆଉ ଯୋଉ ଯୋଉ ଟେଷ୍ଟ ସେଇ ପରିବାରର ବାହାରୁଛି, ତ ଯେହେତୁ ସେ ଜାଣିଲେ ଯେ ଇଏ ଗୋଟେ ଭଲ ଲୋକ, ତାଙ୍କ ଉପରେ ବିଶ୍ୱାସ ଭରସା ଆସିଲା, ସେ ଟେଷ୍ଟ ତାଙ୍କ ପାଖରେ ଯାଇ କଲେ, ତାଙ୍କର ସେଠି ତାଙ୍କର ବି ଗୋଟେ ପ୍ରକାରର ଆଡଭର୍ଟାଇଜମେଣ୍ଟ ବି ସେଠି ହେଇଗଲା। ଇଏ ହଉଛି ପ୍ରଥମ କଥା। ଦ୍ୱିତୀୟ କଥା ହଉଛି ଇଏ ସେ ଏରିଆରେ ଭଲ ଭଲ ଲୋକଙ୍କ ସାଙ୍ଗରେ ପ୍ରଥମେ ମିଶିବା ନିହାତି ଦରକାର। କାରଣ ଯେମିତି ଟିସି ସାର୍ କହିଲେ, ଯେ କି ମଧ୍ୟସ୍ଥତା କରିବ, ଯେ କି ଆମକୁ ଜାଣିଥିବ, ଆମ ଆଭିମୁଖ୍ୟ ଉପରେ ଜାଣିଥିବ, ଆଉ ତାଙ୍କୁ ବି ଜାଣିଥିବ, ସେ ଯୋଉ ସେଠିକାର ଲୋକାଲିଟି ଯୋଉମାନେ ଅଛନ୍ତି ସେମାନଙ୍କୁ ବି ଜାଣିଥିବ। ସେଇମାନଙ୍କ ସାଙ୍ଗରେ ଆମେ ମିଶିକି ଆମେ ଏହାକୁ ଅର୍ଗାନାଇଜ କରିକି ଯଦି କାମକୁ ଆମେ ଆରମ୍ଭ କଲେ, ଆଉ ତାଙ୍କୁ ଆମେ ପରାମର୍ଶ ଦେଇଦେଲେ କେମିତି ସେ ରୋଗମୁକ୍ତ ହେଇକି ରହିପାରିବେ, ତ ୟା ଦ୍ୱାରା କ'ଣ ହବ ନା, ଆମେ ପୁରା ସମ୍ପୂର୍ଣ୍ଣ ଭାରତ ବର୍ଷରେ ଯୋଉ ରୋଗମୁକ୍ତ ଆନ୍ଦୋଳନ ଚାଲିଛି, ତ ଆମେ ତାକୁ ସେ ଆନ୍ଦୋଳନକୁ ଆମେ ଆଗେଇ ଆଗେଇ ପାରିବା। ତ ଏ ହଉଛି କଥା। ଆରତି ଅପା କୁହନ୍ତୁ। ଜୟ ଆସିଏମ୍। ଆଜି ମୁଁ ଗୁରୁଜୀଙ୍କ ଯୋଉ ଚାରିଟି କଥା କହିଲେ, ଆମେ ଯୋଉ କାମ କରୁଛୁ ସେ କାମ କରିବାର ଯୋଉ ତରିକା, ସେଇଟା ଠିକ କି ନାହିଁ, ପ୍ରଭାବଶାଳୀ ଲୋକଙ୍କ ମନରେ ତାର ପ୍ରଭାବ ପଡୁଛି କି ନାହିଁ, ଆଉ ତାପରେ ଏଇଟା ଆମେ ନିଜକୁ ନିଜେ କୋଶ୍ଚିନ୍ କରିବା, ଆଉ ସେଇ ହିସାବରେ ଆମେ କାମ କରିବା। ତାପରେ କହୁଛନ୍ତି ଯେ ଆମେ ଯୋଉ କାମ କରୁଛୁ, ଆମେ ଯୋଉ କାମ କରୁଛୁ ଆମ ଯାହା ଆଗରେ ଯୋଉ କଥା ଆମେ ସ୍ୱାସ୍ଥ୍ୟ ବିଷୟରେ କହୁଛୁ, ସେ ଲୋକଙ୍କ ମନରେ ସେଇ କଥାଟା ପ୍ରଭାବ ପଡୁଛି କି ନାହିଁ, ସାମନେ ବାଲାର ରିଆକ୍ସନ ଆମେ ଦେଖିବା କଥା। ପ୍ରକୃତ ସିଏ ଇଣ୍ଟରେଷ୍ଟେଡ ହଉଛି ଶୁଣିବାକୁ କି ନାହିଁ, ମେନ୍ ଏଇଟା ବି ଗୋଟେ କଥା। ତାପରେ ସେ କହୁଛନ୍ତି ଆମ ଟିମର ମାନେ ଗ୍ରୋଥ ହଉଛି କି ନାହିଁ, ଆମ ଟିମର ଯୋଉ ଟିମ୍ ଆମ ନିୟନ୍ତ୍ରଣରେ ଅଛି କି ନାହିଁ, ଆଉ ସ୍ୱାସ୍ଥ୍ୟ କ୍ରାନ୍ତି ଯୋଉ ଆମେ କରିବା ଟିମ୍ କି ନେଇକି କରିବା ନା, ତେଣୁ ଟିମର ସେ କହୁଛନ୍ତି ହର ଦିନ ନୟା କ୍ରାନ୍ତି କରନା ଚାହିଏ, ହର ଦିନ ନୂଆ ନୂଆ କିଛି କରିବା ଦରକାର। ସେଇଥିପାଇଁ ମୁଁ କାଲି ଗୋଟେ ମନରେ ଭାବିଲି, ସତ୍ପଜାଙ୍କୁ ବି କହିଲିନି, ବହୁତ ରାତି ହେଇଯାଇଥିଲା। କାଲି ମୁଁ ବହୁତ ଖୁସି ଯେ ଟୁକୁନାଇ ମତେ ଗୋଟେ ସପୋର୍ଟ ଦେଲେ, ଆମ ଆସିଏମ୍ ମେମ୍ବର, ସିଏ ଆସିକି ପହଞ୍ଚିଲେ। ମୋର ତ ନାତି ଜନ୍ମଦିନ ପାଇଁ ଆମେ ପ୍ଲାନ୍ କରିଛୁ ତ, ସିଏ କହିଲେ, ତାପରେ ମତେ କହିଲେ, ମା ମୁଁ ଆଜି ଘରକୁ କୁଆଡେ ଯିବିନି, ଆପଣ ଭାଇକି ଧରି ଆସିବେ 4ଟା ବେଳକୁ ଲକ୍ଷ୍ମୀନାରାୟଣ ଟେମ୍ପୁଲ ପାଖକୁ ଗୋଟେ ଜିନିଷ ଦେଖିବି। ସେଠୁ ମତେ ନେଇକି ଗଲେ, ଗୋଟେ ଷ୍ଟୋରୀ, କାଲି ଟାଇମ ହେଇଯିବ ଆପଣଙ୍କୁ ଆସ୍ତେ ଆସ୍ତେ କହିଦଉଛି। ସେଠୁ ନେଇକି ଗଲେ, ଆମର ଗୋଟେ ଭେଷଜ ବିଦ୍ୟାଳୟ ଗୋଟେ ହେଇଛି, ସେଠି ଗୋଟେ ଲାଇବ୍ରେରୀ ହେଇଛି, ମୁଁ ଦେଖିନଥିଲି। ଏତେ ବଢିଆ ଜାଗା, ଆଉ ଦେଖିକି ଆସିଲି, ଆଉ ଏତେ ମାନେ ସେ ଜାଗାଟା ଭଲ ଲାଗିଲା। ତାପରେ ଟୁକୁନାଇ ସବୁ ସପୋର୍ଟ ଦେବେ କହିଲେ, ମୁଁ ବିଚାର କରିଛି ଏଇ ମାସରେ ଆମର ଟିକେ 17 ତାରିଖ ଯାଉ, ସତ୍ପଜାଙ୍କୁ ଟିକେ ଡାକିବି, ସେ ଦେଖିବେ। ତାପରେ ମୁଁ ରିଫ୍ଲେକ୍ଟ ମାନେ ମୋ ନାଁରେ କରିବି ଯେ ମୁଁ ଏମିତି ସ୍ୱାସ୍ଥ୍ୟ କ୍ରାନ୍ତି ଅଭିଯାନ କରୁଛି, ମୋ ନମ୍ବର ଦେବି, ଏଇ ଡେଟରେ କରୁଛି, ସମସ୍ତଙ୍କୁ ସେ ଜାଗାର ନାଁ ଦେବି, ଆଉ ଗୋଟି ଗୋଟିକି ଆମ ଲାଇନ ସାରା ଏ ଡୁମୁଡୁମା ଆମ ଫେଜ 2 ଫେଜ 1 ଯାହା ଅଛି ଫେଜ 4, ମୁଁ ଗୋଟେ ଟୁକୁନାଙ୍କ ସାଙ୍ଗେ ଯାଇ ସବୁଠିକି ଆଉ ଗୋଟେ କାଗଜ ଗୋଟେ ଗୋଟେ ଦେବି, ଆଉ ମୁଁ ସେଇଠିକି ଡାକିବି ଯୋଉ ଡେଟରେ ଯେ ଆମର ସ୍କାନିଂ ମେସିନ ଯିବ, ଆଉ ଏଇ ଯୋଉ ଆମର ଆମିନିଆ ଇଏ ପାଇଁକା ମୁଁ ସୀମା ମ୍ୟାଡାମକୁ ବି ଡାକିବି। ଗୋଟେ ବଡ ଆକାରରେ କରିବାକୁ ଚାହୁଁଛି, ଯୋଉ ହଲ୍ ଟା ଦେଖିକି ଆସିଲି ତା ଦେହରେ 100 ଲୋକ ବସିବେ, ଆଉ ବହୁତ ବଢିଆ। ସେଇଠି ଚା ବନା ହବ, ଟୁକୁନାଇ ରେଡି, ସବୁ ହବ। ମୁଁ କହୁଛି ମୁଁ ନିଜକୁ ସମର୍ପିତ କରିଛି ଆସି ମୋ ଉପରେ। ଚାର୍ଜ ବହୁତ କମ ମୋର, ସେଠି ପଇସା କଥା ମନି ଇଜ ନୋ ମ୍ୟାଟର। ସତ ସେ ଭାଇ ଆସି କହୁଛନ୍ତି କହିଦିଅ ଚାର୍ଜ କଣ, ମୁଁ ଚାର୍ଜ କଣ ମିଳି, ମୁଁ ନିଜେ କରିବି, ମୁଁ ସ୍ୱାଧୀନ ଭାବରେ କହୁଛି, ମୁଁ ଭଲ ଭାବରେ କରିବି। ଓକେ ଓକେ, ଆପଣଙ୍କୁ ବହୁତ ବଢିଆ କଥା। ଆମେ ଆପଣଙ୍କୁ ସପୋର୍ଟ କରିବୁ, ଆପଣଙ୍କ ସାଙ୍ଗରେ ଆମେ ତ ସବୁବେଳେ ଅଛୁ ନା। ତ ଯାହା ସାର୍ଙ୍କୁ ହଉ। ବି ଡାକିବି, ଚାନ୍ଦ ସାର୍ ହେଲେ ମେନ୍ ଲୋକ, ମୋ ଗୁରୁଜୀ ସିଏ, ଯେମିତି ଟିସି ସାର୍ ଅଲ ଇଣ୍ଡିଆର ଗୁରୁଜୀ, ମୋ ଗୁରୁଜୀ ଚାନ୍ଦ ସାର୍, ସେକେଣ୍ଡ ଗୁରୁଜୀ ସତପତି। ओके, बहुत बढ़िया।
ମ୍ୟାଡାମ କଣ କହିବେ, ପ୍ରବିଡ଼ା ମ୍ୟାଡାମ କଣ କହିବେ? ମ୍ୟାଡାମ ଅନମ୍ୟୁଟ କରନ୍ତୁ, ଅନମ୍ୟୁଟ କରନ୍ତୁ, ଅନମ୍ୟୁଟ। ଆଜ୍ଞା, ହେଇଗଲା। ହଁ ସାର୍ ନମସ୍କାର। ଆଜ୍ଞା। ଆଉ ଆମର ତ ଅଫଲାଇନ କହିଲେନି ଏତେ ବଡ ଗୋଟେ ପ୍ରୋଗ୍ରାମ ହଉଛି, ଆଉ ଆଉ ଆମେ ଏଥିରେ ସହିତ ତା ସାଙ୍ଗରେ ଜଡିତ, ଆଉ ଆମେ ବି ବହୁତ ଲୋକ ନେଇକି ଯିବୁ ଆଉ କଣ। ସେଇଠି ସେ ଯାଆନ୍ତୁ, କରନ୍ତୁ, ଆରମ୍ଭ କରନ୍ତୁ। ମୁଁ ଏଠି 7 2 ଜଣଙ୍କୁ କାଲି 2 ଜଣଙ୍କୁ ଦିଆ ହେଇଛି, ଆଉ 3 4 ଜଣ ହାତରେ ରଖିଛି। ଆଉ ସେଇଠିକି ସମସ୍ତଙ୍କୁ ଗାଡି କରିକି ନେଇକି ଯିବି ଆଉ ସେମାନେ ଆଜ୍ଞା। ସେଇଠି ଯାଇକି ସବୁ ଦେଖିବେ ଆଉ କଣ ସେଇ ଆଜ୍ଞା। ପ୍ରୋଗ୍ରାମ ଟାକୁ ଆଉ ନାଇଁ ଦେଖିଲେ ମାନେ ମ୍ୟାଡ଼ାମ, ଆମର ଚାଲିଲା ମୁଁ ଆଉ କଣ। କହୁଥିଲି ସେଠି ତ ହୁଁ ହଉଛି, ମାନେ ହଁ ସେଠି ତ ଆମେ କରିବା। କେବଳ ଗୋଟିଏ ଜାଗାରେ କହିଲେ କଲେ ଆମେ ପୁରା ଭାରତ ବର୍ଷରେ ତ ରୋଗ ମୁକ୍ତି କରିପାରିବାନି। ନାଇଁ ନାଇଁ ସିଏ ଯେହେତୁ ଗୋଟେ ଏତେ ବଡ ଆରେ କରୁଛନ୍ତି, ବହୁତ ଡିଷ୍ଟାନ୍ସ ବି ନୁହଁ। ଆମ ବରମୁଣ୍ଡାରୁ ଲୋକ ବି ଯାଇପାରିବେ, ଏଠୁ ଯାଇପାରିବେ। ଯିଏ ଚାହିଁବ ବି 3 ଜଣଙ୍କୁ ରଖିଛି, ସେ ଆଗେ ଯାଇ ଫାଷ୍ଟ ଦେଖନ୍ତୁ। ଦେଖି ସାରିଲା ଆଜ୍ଞା। ପରେ ତାଙ୍କର କଣ ଇଏ ସେ ବିଚାର ସେ ଦେବେ ନା। ମୁଁ 2 ଜଣ 3 ଜଣ ରଖିଛି ହାତରେ। ବା। ମୁଁ ତାଙ୍କୁ କହିବି ଯେତେବେଳେ ମିଟିଂ ହବ ମୁଁ ତମକୁ ନେବି, ଯେତେ ବି ଆମେ ବୁଝେଇ ପାରିବୁ କି ଏତେ ହିସାବରେ। ଆପଣ ମାନେ ଯେମିତି କହିବେ କି ଅନୁସାରେ କହିବେ, ମ୍ୟାଡାମ ଯେମିତି କହିବେ, ଆମେ ସେମିତି ତ କହିପାରିବୁନି। ଯେତିକି କହିଲୁ ବି, ମୁଁ କହିଲି ଆମର ଥରେ ମିଟିଂ ଆସନ୍ତୁ। ମିଟିଂ ଆସିଲେ ଆପଣ ଦେଖିପାରିବେ, ଜାଣିପାରିବେ ଆମର କେମିତି କଣ ହଉଛି କଣ ନାହିଁ, କଣ ତା ବିଷୟରେ ବୁଝିବେ। ହେଲେ ବି ମୁଁ କାଲିକି 2 ଜଣଙ୍କୁ ଯାଇକି ପ୍ରଡକ୍ଟ ଦେଇକି ଆସିଛି। ଆଉ ସେ କହିଲେ ହଉ ଠିକ ଅଛି। ବା, ଆଉ ବହୁତ କଣ ବଢିଆ କରିବୁ। କଥା। ଚାଲିଛୁ ଧୀରେ 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 ଚାଲିଛୁ, ଆଉ କଣ କରିବା। ବହୁତ ବଢିଆ କଥା। ଆରମ୍ଭ ନାଇଁ, କଥା ଆମେ ବରମୁଣ୍ଡାରେ ହଁ ହଁ ବରମୁଣ୍ଡାରେ ବି ଅର୍ଗାନାଇଜ କରିବା, ହଁ ଡୁମଡୁମାରେ ବି ନାଇଁ କରିବା, ସିଏ ବି ଅନ୍ୟ କରିବେ। ଜାଗାରେ ବି କରିବା। ହଁ କରିବା। ଆମେ ଦେଖୁଛୁ କେତେ କେମିତି ହଉଛନ୍ତି ଲୋକ, ସେଇ ଅନୁସାରେ କରିକି ଆମର ବି ସୁବିଧା ଅଛି। କିଛି ନହେଲେ ତ ମୋ ଘର ଅଛି, ମୋର ବି ଲୋକ ଆସିବା ପାଇଁ, ମୁଁ ଲୋକଙ୍କୁ ଗାଡି ପଠେଇକି ବି ନେଇ ଆସିପାରିବି, ଇଏ କରିପାରିବି। କିନ୍ତୁ ସିଏ ଆଗ ଗୋଟେ ବଡ ଇଏରେ ଯାଇକି ପହଞ୍ଚନ୍ତୁ। ଗୋଟେ ବଡ ଗେଦରିଂ ରେ ଦେଖିଲେ ତାଙ୍କର ଟିକେ ବିଶ୍ୱାସ ଆସିବ କି କଣ ହବ। ଆମେ ଛୋଟକାଟିଆ କଥା ଆମେ କହୁଛେ ଏଇଠି, ଛୋଟକାଟିଆ ଜିନିଷକୁ ଆଜିକାଲି ଆଉ କିଏ ଦେଖୁଛି, ସବୁ ତ ବଡ ବଡ ଜିନିଷ ଦେଖୁଛନ୍ତି। ତାଙ୍କର ଆଗ ପ୍ରଥମେ ହଉ, ତାପରେ କରିବା, ଏଥିରେ ବ୍ୟସ୍ତ କାହିଁକି। କରିବା କରିବା ହବ। ହଁ ବହୁତ ବଢିଆ ହଁ ହବ, ଠିକ ସବୁ ଅଛି। ଭଲ ହବ। ଓକେ, ହଁ ଥ୍ୟାଙ୍କ ୟୁ। ଧୀରେ ଧୀରେ ଚାଲିବ ଆଉ। ନାଇଁ ନାଇଁ, ଆମେ ଧୀରେ ଧୀରେ କାହିଁ ଚାଲିବା, ଆମେ ଜୋରେ ଚାଲିବା। ଆଜ୍ଞା। ଓକେ, ଥ୍ୟାଙ୍କ ୟୁ। ହଉ ସୁକାନ୍ତ ଥ୍ୟାଙ୍କ ବାବୁ ୟୁ କୁହନ୍ତୁ। ସାର୍। ଆଜ୍ଞା ଆଜ୍ଞା, ନମସ୍କାର ସୁକାନ୍ତ, ସୁକାନ୍ତ ବାବୁ କୁହନ୍ତୁ। ସାର୍ ନମସ୍କାର, ସାର୍ ଜୟ ଆର୍ ସିଂ। ନମସ୍କାର ଜୟ। ସାର୍ ମୁଁ ଟିକେ ଆଜି ବ୍ୟସ୍ତ ରହି ଗୁରୁକୁଲ ଟା ଦେଖିଲି, ଲାଷ୍ଟ ଦେଖିଲି। ଆଉ ସାର୍ ତ ବହୁତ ଗୁଡାକ କହିଲେ ଟିସି ସାରଙ୍କର ଇଏରେ ପ୍ରଭାତ କେମିତି ଆମର ପ୍ରଭାବ କେମିତି ପଡିବ, କେମିତି ଆମର ଫଲୋଅପ୍ କରିବା, କେମିତି ଜିନିଷ ଇଏ କରିବା। ତା ସହିତ ସାର୍ ରେଗୁଲାର ଜିନିଷ ଆମର କରିବାକୁ ପଡିବ। ଆଜି କରିଦେବା 2 ଦିନ ଛାଡିଦବା, ଦିନେ ନାହିଁ, ପ୍ରତିଦିନ ଘଣ୍ଟେ 2 ଘଣ୍ଟା କରିବା, କିନ୍ତୁ ରେଗୁଲାର କରିବା। ରେଗୁଲାର କଲେ କଣ ହଉଛି, ଆମର କନସିଷ୍ଟାଣ୍ଟ ରହିଲେ ଆମର ଧୀରେ ଧୀରେ ସେ ରେଜଲ୍ଟ ଟା ପଡିବ। ଆଜି ଦେଖନ୍ତୁ, ମୁଁ ଲୋକଙ୍କୁ ଫୋନ ଫାନ କରୁଛି, ଆଜି ଟିକେ ଫୋନ ଫାନ କଲେ ଲୋକ ଆଜି କେହି ଶୁଣୁନାହାନ୍ତି, ବସୁନାହାନ୍ତି, ଇଏ କରିବି। କିନ୍ତୁ ସେଇଟା ବି ମୋର ଟିକେ ଆଜି ମିଷ୍ଟେକ୍ ହେଇଗଲା, ଆଜି ଟିକେ ବ୍ୟସ୍ତ ରହିଲି। କିନ୍ତୁ ସେଇଟା ଆମର ରେଗୁଲାର କନସିଡର କଲେ ଲୋକଙ୍କ ଫଲୋ, ଦିନେ 4 ଦିନ 5 ଦିନ ଲୋକ ଆସିବେନି। ଧୀରେ ଧୀରେ ବାରମ୍ବାର ଫୋନ କଲେ ନିଶ୍ଚୟ ସେ ବୁଝିବେ। ଥରେ ଥରେ ୟୁଟ୍ୟୁବ ଦେଖିଲେ କି ତାଙ୍କର ଗୁରୁକୁଳ ବସିଲେ ନିଶ୍ଚୟ ତାଙ୍କର ଆଗ୍ରହ ବଢିବ। ସେଥିପାଇଁ ମତେ ଧୀରେ ଧୀରେ ଦୁଃଖ ଲାଗେ, ମୁଁ କହିଲେ ଲୋକ ଶୁଣୁନାହାନ୍ତି, ଆକ୍ଚୁଆଲି ସେମାନେ ବୁଝିନାହାନ୍ତି ବୋଲି ଶୁଣୁନାହାନ୍ତି। ଆମେ ବୁଝିଥିଲୁ, ଆମେ ବସୁଛେ ଲୋକ, ଆମେ ୟୁଟ୍ୟୁବରେ ବସୁଛେ କି ଆମର ଜୁମ ରେ ବସୁଛେ କି ଆମର ଇଏ କରୁଛେ, କିନ୍ତୁ ସେମାନେ ଜାଣିନାହାନ୍ତି ଏପର୍ଯ୍ୟନ୍ତ ତାଙ୍କୁ। ସେଥିପାଇଁ ଆମ ମନ ଦୁଃଖ କରିବାର ନାହିଁ। ଯେପର୍ଯ୍ୟନ୍ତ ଆମେ ବି ପ୍ରଥମ ପ୍ରଥମେ ଏମିତି ଜୁମ୍ ଦେଖୁନଥିଲୁ, ୟୁଟ୍ୟୁବ ଦେଖୁନଥିଲୁ, ଇଏ କରୁନଥିଲୁ। ଯେତେବେଳେ ଧୀରେ ଆମେ ବୁଝିଲୁ ଜିନିଷଟା ସିଷ୍ଟମ କଣ, ମାଇଣ୍ଡ ସେଟଅପ୍ ଯେତେ ହେଇଗଲା, ଆମର ଭିଜନ କ୍ଲିୟର ହେଇଗଲା, ଧୀରେ ଧୀରେ ଆମେ ସେଟା ଆମର ଇଏ ହେଇପାରୁଛି। ସେଥିପାଇଁ ମୁଁ କାଲିଠୁ ପ୍ରୟାସ ରଖୁଛି, କାଲି ମିନିମମ୍ 20 30 ଲୋକ ମାନେ ଯେତେ ଆମର ଆକ୍ଟିଭ ଅଛନ୍ତି ତାଙ୍କୁ ଫୋନ କରି ତାଙ୍କୁ ଯେମିତି ବସାଇବାକୁ ଚେଷ୍ଟା କରିବି। ଥ୍ୟାଙ୍କ ୟୁ ସାର୍। ଓକେ, ଥ୍ୟାଙ୍କ ୟୁ। କାର୍ତ୍ତିକ ବାବୁ କୁହନ୍ତୁ। କାର୍ତ୍ତିକ ବାବୁ। ଓକେ, ଗଗନ ବାବୁ କୁହନ୍ତୁ। ଜୟ ଆସାମ, ନମସ୍କାର। ନମସ୍କାର, କୁହନ୍ତୁ। ମୁଁ ତ ଡ୍ୟୁଟିରେ ଅଛି, ଶୁଣୁଥିଲି। ଆଉ ସାର୍ ଯୋଉ କଥା କହିଲେ ଯେ ଆମେ ସେବା ଉଦ୍ଦେଶ୍ୟରେ ଯଦି କାମ କରିବା, ନିଶ୍ଚିତ ଆମେ ଆମର ଗ୍ରୋଥ ହବ। ଆପଣ ଡ୍ୟୁଟି ଆଜି ସରିଯିବ ତ? ନାଇଁ ସାର୍, ଡ୍ୟୁଟି ସରିବନି, ତଥାପି ମୁଁ ଫୋନ ଫାନ କରୁଛି ଭାଇମାନଙ୍କୁ, ସେମାନେ ଆସିବେ। କିନ୍ତୁ ମୁଁ ଯିବା ଭଳିଆ ସମ୍ଭବ ହେଇପାରୁନି, ଓକେ ଗୋଟେ ଅଧ ବାଟରେ ଅଛି। ଠିକ ଅଛି। ଓକେ, କାଲି ତ ଆମେ ପହଞ୍ଚିବୁ। ଆଜ୍ଞା, ମୁଁ ଚେଷ୍ଟା କରୁଛି 2ଟା ବେଳେ ସାର୍ ତ। କାଲି 2ଟା ବେଳେ ତ ପାଇଲରେ ପହଞ୍ଚିବୁ।
ବିଲହାଟରେ ଆମେ ପହଞ୍ଚିବୁ 11ଟା ବେଳକୁ। ଆଚ୍ଛା, ସେ ଭାଇ ଯିଏ କହୁଥିଲେ ଯେ କ୍ୟାମ୍ପ କରିବା, ଏସବୁ କରିବା, ଯୋଉ କହୁଥିଲେ ତାଙ୍କୁ ଟିକେ ହଁ ବିଲହାଟର ଆଡ୍ରେସ କହିଦେଲେ ସେ ବି ପହଞ୍ଚି ଯାଆନ୍ତେ, ଆପଣଙ୍କ ଆବସେଣ୍ଟରେ ଆମେ କାମ କରିଦେଇ ପାରନ୍ତୁ। ହଁ ସାର୍, ଯୋଗାଯୋଗ କରୁଛି ସାଙ୍ଗେ ସାଙ୍ଗେ। ଯୋଉ ତାରାପୁରର ଭାଇ ଯୋଉ କହିଥିଲେ ହଁ ହଁ। ତାଙ୍କ ସାଙ୍ଗରେ ଟିକେ ମଝିରେ ଯୋଗାଯୋଗ କରିଥିଲେ ତ ଆମେ ଏବେ ବି କ୍ୟାମ୍ପ କରିସାରନ୍ତେଣି ଅଲରେଡି। ତ ଆଉ ଜଣେ ନୂଆ ଭାଇ ଯୋଗାଯୋଗ ହେଇଛନ୍ତି, ଯଦି ସେ ଫାଙ୍କା ଥାଆନ୍ତି ସେ ନିଶ୍ଚିତ ହୁଁ, କାଲି ଯିବେ। ହଁ, ସେ ଯୋଉ ବାବୁ ଆସିଥିଲେ ତାଙ୍କର ମ୍ୟାଡାମ କଣ କହୁଥିଲେ, ଭାଉଜ ସରପଞ୍ଚ ଯିଏ, ସରପଞ୍ଚ ଅଛନ୍ତି। ହୁଁ, ତାଙ୍କୁ କୁହନ୍ତୁ ଏଥରକ ପ୍ରପର ପ୍ଲାନିଂ କରିବା, କାରଣ ବଡ ପ୍ଲାନିଂ ନ କଲେ ହବନି। ଆଜ୍ଞା। ଓକେ, ଥ୍ୟାଙ୍କ ୟୁ। ନାନୀ କୁହନ୍ତୁ, ନାନୀଙ୍କ ଅନମ୍ୟୁଟ କରନ୍ତୁ। ନାନୀ ହ୍ୟାଲୋ। ହଉଛନ୍ତି ଆମ ପାଇଁ ଜଣେ ଗୋଟେ ବହୁତ ଭଲ ପ୍ରେରଣା। ରିଟାୟାର୍ଡ କରିସାରିଲା ପରେ ବି ପ୍ରତ୍ୟେକ ଦିନ ଆମ ସାଙ୍ଗରେ ରହୁଛନ୍ତି, ତ ଆମକୁ ଗୋଟେ ବହୁତ ବଡ ପ୍ରେରଣା ଲାଗୁଛି। ନାନୀ, ଆପଣ ଭିଡିଓ ତ ଅନ୍ ହେଇପାରିବନି ଏଥିପାଇଁ କି ନମସ୍କାର କିଛି ମୁଁ ନମସ୍କାର। ସେଠି ନେଟୱାର୍କର ବହୁତ ଅସୁବିଧା, କାରଣ ଯଦି ହ୍ୟାଲୋ। ଭିଡିଓ ଅନ୍ କରିବେ ତାହେଲେ ନିଜେ କଟିଯିବ। ହ୍ୟାଲୋ। ଆଜ୍ଞା କୁହନ୍ତୁ ନାନୀ। ଆଜ୍ଞା ଆଜ୍ଞା କୁହନ୍ତୁ। ନାଇଁ, ମୁଁ ତ ଶୁଣୁଥିଲି। ଆଉ ମାନେ ଗୋଟେ ଗୋଟେ ଜିନିଷ ହଉଛି ଭଲ ପାଇବା। ଆମେ ଆସିବୁ ଭଲ ପାଇଲେ, ସେଥିପାଇଁ ଅଧିକ ଜ୍ଞାନ ଦରକାର। ମାନେ ଆ ବିଷୟରେ ଅଧିକ ନଲେଜ ଦରକାର। ଖାଲି ନଲେଜ ଥିଲେ ହବନି, ଆନ୍ତରିକତା ବି ଦରକାର। ଅନ୍ତର ସହିତ ମାନେ ଚେଷ୍ଟା ଦରକାର, ଉଦ୍ୟମ ବି ଦରକାର। କିନ୍ତୁ ସବୁ ବାଦେ ଗୋଟେ ଆମେ ଯେହେତୁ ପରିବାର। ପୁଣି ବୋଧେ ନେଟୱାର୍କ ପଳେଇଲା କି? ହଁ, ନେଟୱାର୍କ ପଳେଇ ଯାଉଛି, ବାରମ୍ବାର କଟି ଯାଉଛି ବି ସେପଟରେ। ହଁ କୁହନ୍ତୁ ଏଥର। ହ୍ୟାଲୋ। ହଁ କୁହନ୍ତୁ। ତାର ଗୋଟେ ସହଯୋଗ ଦରକାର। ମନେ କରନ୍ତୁ ଆମେ ଦିପାଦ ଆଗେଇ ଯାଉଛୁ, ଗୋଡଟା ଆମେ ପଛେଇ ଗଲୁ। ସେ ଗୋଟେ ସୁବିଧା ସୁଯୋଗ ଦରକାର, ଯୋଉଥିରେ ଆଗେଇ ହବନି। କାରଣ ପରିବାରରେ କିଏ ଚାହୁଁନଥିବେ ଏଗୁଡା କଣ ଏମିତି ଗୁଡା ଆଗଉଛି, ଇଏ କରୁଛି। ତେଣୁ ସେଗୁଡା ସମସ୍ତଙ୍କୁ ଗୋଟେ ଆଡଜଷ୍ଟ କରି ଚଳିବା ଦରକାର। ସେତିକ ନହେଲେ ହେଇପାରିବନି। ଯେମିତି ମୁଁ, ଆପଣ କାଲି କହିଥିଲେ ଯେ ଗୁରୁକୂଳରେ ବସିବା ପାଇଁ, କାଲି 2 ଜଣ ଲେଡି ଆସିଥିଲେ, ସନ୍ଧ୍ୟାରାଣୀ ପୂଜାରୀ ଆଉ ବାସନ୍ତୀ ସେଠୀ। ମୁଁ ତାଙ୍କୁ କହିଲି, ମୁଁ କହିଲି ସାର୍ କହିଛନ୍ତି ଗୁରୁକୂଳରେ ବସିବା ପାଇଁ। ବାସନ୍ତୀ ସେଠୀ କହିଲେ ନାଇଁ, ମୋ ମୋବାଇଲ ଟା ତ ପୁଅ ନେଇଯାଉଛି ପାଠ ପଢିବା ପାଇଁ, ତେଣୁ ମୁଁ ବସି ପାରୁନି। ତଥା ମୁଁ କେତେବେଳେ ମଝିରେ ମଝିରେ ବସୁଛି। ତାପରେ ସନ୍ଧ୍ୟାରାଣୀ ପୂଜାରୀ ବି ଆସିଥିଲେ, ତାଙ୍କୁ ବି କହିଲି। ସେଠୁ ସେ କହିଲେ ମୋବାଇଲ ସେ ନେଇଯାଉଛନ୍ତି, ଆଉ କାମ ରହିଯାଉଛି। କାମ ବି ଖୋଲିକି କାମ ବି ଚାଲିଥିବ ଟୁକୁରା ଟୁକୁରା, ହବ ବି ନା ଶୁଣି ହବ? ସବୁଦିନେ ହେଇପାରିବନି, ମତେ ଏକଥା କହିଲେ। ତେଣୁ ଯେହେତୁ ଗାଁରେ ଅଛନ୍ତି, ପରିବାର ସପୋର୍ଟ ଦରକାର। ଯଦି ସପୋର୍ଟ ନ ମିଳିବ, ସେତିକି ସପୋର୍ଟ ନ ମିଳିଲେ ଆଗେ ବହୁତ କଷ୍ଟ। ତେଣୁ ଥର ଗଲେ ଆମ ଗାଁ ମାନଙ୍କରେ ଆଗେଇ ଚାଲିଛି। କଟିଗଲେ, ନେଟୱାର୍କ ନାହିଁ ଆଉ ବୋଧେ, ପୁରା କଟିଗଲେ ଏଥରକ। ନାଇଁ, ବହୁତ ବଢିଆ କଥା। ଏ ସପୋର୍ଟ ତ ନିହାତି ଦରକାର, କାରଣ ବିନା ସପୋର୍ଟରେ କୌଣସି କାମ ହେଇପାରିବ ନାହିଁ। ତ ଆମକୁ ନିହାତି ଦରକାର। ତ ସେଥିପାଇଁ ଆମକୁ ଯୋଉ ପ୍ରୟାସ ଆମେ କରିବା ଦରକାର, ସେ ପ୍ରୟାସରେ ଯଦି ଆମେ କରିବା ତାହେଲେ ହେଇପାରିବ। ତ ଆମେ ଗୋଟେ ଦିନ ଭିତରେ 5 ଜଣଙ୍କୁ ଫୋନ କରିବା, ଆଉ ସେ 5 ଜଣଙ୍କ ନମ୍ବର ଯଦି ମତେ ବି ପଠେଇବେ, ମୁଁ ତାଙ୍କୁ ଆପଣଙ୍କ କଥାରେ ମୋହର ମାରିଦେବି। ଯେ ଯୋଉ କହୁଥିଲେ, ନାନୀ କହୁଥିଲେ କି ଆରତି ଅପା କହୁଥିଲେ କି ପ୍ରବୀଣା ମ୍ୟାଡାମ କି ଆପଣ ମାନେ ଯିଏ ବି ହୁଅନ୍ତୁ, ଯୋଉମାନଙ୍କୁ କହିଛନ୍ତି, ମୁଁ କହିବି କି ସେ ଗୁରୁକୁଳ ବହୁତ ପ୍ରଭାବଶାଳୀ ହଉଛି। ହଁ, ଏକାଥରେ ସବୁଦିନେ ଆସିବା ପାଇଁ କହିଲେ ହୁଏତ ଗୋଟେ ଲୋକ ମାଇଣ୍ଡ ମେକଅପ୍ କରିପାରିବନି। କାଲି ଆସ, ତ କେମିତି ଲାଗିଲା ତାକୁ ଯଦି ଆମେ ତାଙ୍କୁ ପଚାରିବା, ତାଙ୍କ ଫିଡବ୍ୟାକ୍ ନବା, ତ ଧୀରେ 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 ହେଇପାରିବ। ଆଜି ଆସିଲେ ପୁଣି ତାପର ଦିନ ଆସିବାକୁ ଇଚ୍ଛା ହବ, ତାପର ଦିନ ଇଚ୍ଛା ହବ। ତ ଇଚ୍ଛା ହେଲେ ଆମେ କରିପାରିବା। ବହୁତ ବଢିଆ କଥା। ଆଚ୍ଛା, କାଲି ଆମେ ସାରଙ୍କର ବିଚାର ଶୁଣି ପାରିନଥିଲେ, ସମୟ ହେଇନଥିଲା। ଆଜି ସାର୍ ଅଛନ୍ତି, ତାଙ୍କର ବିଚାର ଆମେ ଶୁଣିବା। ସାର୍ ୱେଲକମ୍। ଥ୍ୟାଙ୍କ ୟୁ, ବହୁତ ବହୁତ ଧନ୍ୟବାଦ। ଆମର ନମସ୍କାର ଆଜିର ହଁ, ନମସ୍କାର। ଗୁରୁକୁଳରେ ଆଜି ନମସ୍କାର। ନମସ୍କାର। ଗୁରୁକୁଳରେ ଆଜି ବହୁତ ଭଲ ଆଲୋଚନା ସବୁ ହେଲା, ବିଶେଷ କରି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ। ଆପଣମାନେ ତ ସବୁ ଶୁଣିଛନ୍ତି।
तो मेन उद्देश्य हूँ कौन प्रत्येक घरे जदि न्यूट्रिचार्ज वोमेन जीव तेबे सारा माने भारत रे आरसीएम रो गोटे संपर्क तैयारी हबो आउ तारी माध्यम रे हमें बहुत बड़ किछि करि परिबा तेणु ये जो 15 करोड़ रो मिशन 15 करोड़ रो मिशन जो अनिमिया से मुक्ति ये गोटे बड़ अभियान या माध्यम रे प्रत्येक महिलांकर एते रक्तहीनता से जानी पारु नाहंती तांकर रक्तहीनता अच्छी बहुत एबे दु चार दिन भितरे मु 2-3टा खबर पाइली महिला कौन पुरुष मानकर माने 80 वर्षर बयस 70-80 वर्षर वयस्क भितर लेडीज जेंट्स से माने तांकर देह असुस्थ बहुत हो जिबारु जेतेबेले देखागला ब्लड चली आसी हिमोग्लोबिन चली आसी 4-5 रे आसी बेरी 4-5 रे से नॉर्मल तांकर चालुथिला सब काम करूथिले ठीक करूथिले किंतु जेते अतिरिक्त देह खराब हेला ब्लड टेस्ट कला को 4-5 रे चली आसी अच्छा हमर महिला मानकर 6 तळको आसी गले 6 माने आत्मघाती केतेबेले कोन होई जिवो ठीक नै किंतु जानी पारंतिन अर्थात 4-5 रे 3.5 केते मध्य अनेक देखिछि शुणुछि सब हॉस्पिटल रे 3.5 रे जाइछन्ती अर्थात 6 रु 3.5 आसीबा पर्यंत सब सब नॉर्मल थिले जानी पारु नथिले तांको देह रे कोन असुविधा हिछि किंतु जेतेबेले हेई जाउछि सेतेबेले भयंकर रूप नउछि आ सेतेबेले बंचिबा भाई कष्ट हो जाउछि रक्त दउछन्ती किंतु बंचिबा कष्ट कर जाउछि तो प्रत्येक घरे लेडीज मानकर हिमोग्लोबिन कम अच्छी तो से 70-80% आकलन करा जाउछि तेणु प्रत्येक घरे आम जदि महिला मानकर माने रेगुलर आपण माने जदि मीटिंग करिवे सचेतन करिवे तबे न्यूट्रिचार्ज वोमेन से माने प्रत्येक जदि देवे गोटे न्यूट्रिचार्ज वोमेन गला परे तांकर जेतेले खाइला परे जेतेले तांकर स्वास्थ्यर परिवर्तन आसुची गोटे विश्वास आसी जुची आरसीएम रो सब प्रोडक्ट ऊपर सब प्रोडक्ट्स तापर से धीरे धीरे नवा आरंभ करूछन्ती सेते प्रत्येक प्रोडक्ट आरसीएम सहित गोटे संपर्क आसी जाउची भलो संपर्क आसी तलो एथ्रु मेन हमें देखिबा जे आरसीएम सहित संपर्क आनिबा पई हेले समस्तंकर आपण मानकर गोटिए उपाय होची न्यूट्रिचार्ज वोमेन द्वारा आपण माने संपर्क कर देबे से माननकु अटैचमेंट करिया को हेले तांकर हिमोग्लोबिन टेस्ट करबा सब प्रोग्राम करबा हेल्थ अवेयरनेस कैंप करबा ए सब माध्यम रे आपण माने लेडीज मानकर सब प्रॉब्लम बुझी परिबे आ तांको न्यूट्रिचार्ज वोमेन खाइबे न्यूट्रिचार्ज वोमेन खाइबा द्वारा कोन होची ना न्यूट्रिचार्जर प्रोडक्ट्स तांको पिला माने किड्स भी से प्रोडक्ट भी खाउछन्ती अन्य प्रोडक्ट भी खाउछन्ती तो गोटे संपर्क आसी जाउछि प्रत्येक घरे घरे संपर्क आसी जीव न्यूट्रिचार्ज वोमेन द्वारा तेणु जोटी आपण माने प्रोग्राम करूछन्ती करंतु किंतु रेगुलर करंतु थरे हो हा धोधा करिकरी हम करदेले कोन मोटे मार्केटिंग हबो किछि लोक जानिबे तापर भूली जिवे से एमिति के बहुत देखलिनी मु ए गत केते 10 वर्ष 15 वर्ष भीतर बहुत देखलिनी आमे सब गोटे जगह रे किछि जोश रे मीटिंग कर दूचे मीटिंग कर देकरी हेल्थ अवेयरनेस कैंप कर दूचे सब कर दूचे तापर कोन होची जो फॉलो करिया कथा अटैचमेंट रहिया कथा ताकर रेगुलरली से सब विषय काउंसलिंग करिया कथा सेगुडा नहेले कोन होची ना से किछि लाभ होनी से मीटिंग करियार किछि लाभ नहीं से प्रोग्राम रो किछि लाभ नहीं किछि लाभ नहीं से सब पानी पड़ी जाउची आ से लोक मानकु किछ दिन पर फोन करले पचारले से माने कि जानि नथिबे तेणु जदि गोटे तैयारी जो कहले जदि प्लानिंग करिकरी आपण माने डेवलपमेंट करिया को चाहिए देखंतु सेवा करबा तो हमर सिस्टम होची सेवार काम किंतु रोजगार करिया तो बड़ कथा अछि ना रोजगार करिवा अन्य को रोजगार करिवा गोटे सत उपाय रे सचोट उपाय रे जार पैसा अछि से मनकर कार मासक लाख टका रोजगार करछि बोली जदि मासक 1.5 लाख टका रोजगार करबो कोन तार दरकार होबनी कि जे 2 लाख टका रोजगार करछि जे बहुत पैसा वाला लोक बहुत भलो भलो लोक एथरे काहे कि रोजगार करिया पई एते व्यस्त होउछन्ती बहुत माने हाईली अर्निंग लोक आरसीएम रे अछन्ती से माने
गोटे भल उपाय से जो उपाय रोजगार करुँच से उपाय रोजगार सिना करुँचाटिस्फाइड होना किंतु आरसीएम माध्यम रोजगार कले से जो प्रकार परिवेश भितर जो प्रकार संपर्क भितर लोकंर उपकार कर सेवा कर रोजगार कर मत बहुत लोक कहते मुझे यार आपंकर तो एत भल इनकम अच्छी आप कौन पुणी आरसीएम रे बाहरी मुझे जानवा चाहूँगी मन कथा से कहते देखु आम मुझे बिजनेस करी कि मुझे चाकरी करी इनकम करुच्ची सका जाऊँगी मोर बॉस अच्छा मत माने पूरा डिसिप्लिन आकार रखुंट मोर सब प्रकार डोमिनेट कर विभिन्न प्रकार ऑफिशियली जो माने बड़ बड़ सर्विस कर सब किंतु जो आरसीएम माध्यम रोजगार करुच्ची जो रोजगार कर साटिस्फैक्शन हो कहबार नहीं या द्वारा लोक रोजगार करने उपाय बताऊँगी एवं निजे रोजगार अन्यर रोजगार देकर रोजगार करुच्ची पैसा इनकम आसे पैसा पूरा माने गोटे पुण्य कर्म रोजगार करुच्ची तेणु अन्यर स्वास्थ्य भल कर को पुण्य इनकम कर रास्ता देखिक रोजगार करार आम यहाँ तेणु उपाय आम आरसीएम माध्यम आरसीएम द्वारा लोक सजाग करने को चाहिए आम जब कह आस आरसीएम मीटिंग हो आस से आसबेनि साधारण कथा तो से स्वास्थ्य संबंधी समस्या को समाधान करने ये प्रकार भावना नहीं मन पूरी जो आम प्रोग्राम करवा से बहुत लोग आसवे से आपण मानकर विशेषकर लेडीज मानकर जो समस्या सांघातिक भयंकर समस्या आ प्रत्येक घरे घरे अच्छी प्रत्येक घरे घरे अच्छी लेडीज मानकर समस्या रे से माने भल भाव बुझे बुझापी टाइम लगुच प्राय केते बहुत मीटिंग अटेंड कर सारे से मैडम मुझे अनेक जगह बहुत लेडी सहित से माने बुझी पारि ना बहुत समस्या अच्छी बुझिला बेलू भी तो टाइम लगुच तेणु थरे अधे मीटिंग थरे अधे कहीदेली से जानीजे ता नुहे रेगुलर मीटिंग हम रेगुलर सहित इंटराक्शन हम तापर न्यूट्रीचार्ज ओमान से माने खाइबे मैन घर को जीव तापर धीरे 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 संपर्क स्थापित हम संपर्क जो आसवे से कौन करेंगे ना अन्य प्रोडक्ट यूज करेंगे सब प्रोडक्ट यूज करेंगे से जेंट्स मैंने जानवे हरीश संजीवनी अच्छी जल संचय अच्छी सब जानवे किंतु सिंपली प्रत्येक घरे देखो हरीश संजीवनी समस्त घरे जापरनी जल संचय समस्त घरे जापरनी आहरी अनेक प्रोडक्ट अच्छी समस्त घरे जापरनी किंतु न्यूट्रीचार्ज वोमेन समस्त घरे जीव न्यूट्रीचार्ज वोमेन आ तेल न्यूट्रीचार्ज वोमेन तेल समस्त घरे जीव रिजनेबल रेट इवन गामा ओरिजिनल देखो गामा ओरिजिनल एते अमूल्य माने अमूल्य आते अमृत तुल्य प्रोडक्ट से कौन सब लोग संगे संगे किणी पकेबे कि समस्त किणी पकेबे 300-400 टंका दाम तार भयंकरता से माने बुझी परिबेनी तार समाधान टा किंतु न्यूट्रीचार्ज वोमेन आ महिला मानकर समस्या 15 दिन रे 20 दिन रे मासेक रे तांकर परिवर्तन आसी जाउची सब सीमा मैडम सहित कथबार्ता कर बुझुंट किसी दिन खाइला भल लगुच जो जो थका लगुला देह कण जाऊला बसवे उठला बेलू अंधार लगुला अनेक किसी छोट 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 कथा जहाद्वारा कि हिमोग्लोबिन कम जना पड़े अन्य सब गायनिक प्रोब्लेम नहीं न्यूट्रीचार्ज वोमेन खाइला परिवर्तन आसी जाउची 15-20 दिन में परिवर्तन आसी जाउची तो पॉजिटिवनेस आसी जाउची अटैचमेंट बढ़ुची आउ से संपर्क रखिए से अन्य प्रोडक्ट नौकरी धीरे 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 आउ सब प्रोडक्ट से नेबे तेणु आपण मैंने जो प्रोग्राम कर सीरियसली करूँ रेगुलर करूँ आउ आमर आरसीएम नेटवर्किंग मार्केटिंग शास्त्र कहूँ जो काम आपण सब बेले करें से काम ही करंतु जो काम को आप थरे अधे करेंगे किसी लाभ नहीं से सिस्टम कहूँ जो काम आमे करिपरिबा आउ जो काम आमे करिले आमे जहा को नहीं करू से माने मध्य करि परिबे से माने मध्य करि परिबे काम होची सेठी कारण एटा मल्टीप्लिकेशन को केमतिका आमे एमिति सेति में कहत केते सरल उपाय रे लोकन को कहंतु केते सहज उपाय रे लोकन को कहंतु ता माने जो लोक को आमे कहउछु से नुए खाली से नुए से मध्य सेई लोक को मध्य कहि परिबा रे एमिति एते सरल कथा सहज कथा एमिति हेले एमिति हो जाउची सी निजे निजे करें एटा बढ़ मल्टीप्लिकेशन जो थे बहुत किसी नॉलेज अच्छी ज्ञान अच्छी मु सीना जानी बहुत कथा कहीदेवी से विषय से प्रोडक्ट उपरे से जिनिस उपरे किंतु जो लोकटी को कहबी सी तो आउ क्या कही पारिबनी
କାରଣ ସିଏ ସେତିକି ଜ୍ଞାନ ଦରକାର ତାର ତେଣୁ କେତେ ସରଳ ଉପାୟରେ ଆମେ କୋଉ ପ୍ରଡକ୍ଟ ତ ସରଳ ଉପାୟରେ ବହୁତ ସରଳ ଉପାୟରେ ଗୋଟେ ହଉଛି ହେଲ୍ଥ କାର୍ଡ ତେଲ ଆଉ ଗୋଟେ ହଉଛି ନ୍ୟୁଟ୍ରିଜା ଜୋମ୍ୟାନ୍ ଏଇଟା ହଉଛି ମହିଳା ମାନଙ୍କ ସହିତ ଆଟାଚମେଣ୍ଟ ରୋଷେଇ ଘରର ଆଟାଚମେଣ୍ଟ ସେଥିରୁ ମହିଳା ମାନଙ୍କ ଦ୍ୱାରା ସେମାନେ ଭଲ ହେବେ ତାଙ୍କ ଘରର ହଜବେଣ୍ଡ ମାନେ ତାଙ୍କର ପୁରୁଷ ମାନେ ଯେତେବେଳେ ଜାଣୁଛନ୍ତି ସେମାନଙ୍କ ମଧ୍ୟ ଆଟାଚମେଣ୍ଟ ବଢୁଛି ଆଉ ସେମାନଙ୍କୁ ମଧ୍ୟ ଆମେ ଧରିପାରୁଛୁ ଦେଖ ଏଇଭଳି କଥା ଆପଣଙ୍କର ଘରେ ଏଇଭଳି ସମସ୍ୟାର ସମାଧାନ ହଉଛି ତେଣୁ ସେମାନେ ମଧ୍ୟ ଧୀରେ ଧୀରେ ଆଟାଚ ହଉଛନ୍ତି ଏହା ଦ୍ୱାରା ଆମେ ପ୍ରତ୍ୟେକଟି ପରିବାର ଭିତରେ ମିଶି ପାରିବା 15 କୋଟି ମହିଳାଙ୍କର ଘରେ ଯଦି ପହଞ୍ଚିବା 15 କୋଟି ମହିଳାଙ୍କ ଘରେ ପହଞ୍ଚିବା ମାନେ କଣ ମହିଳାଙ୍କ ଘରେ ପହଞ୍ଚିବା ତାଙ୍କ ଘରେ ପୁରୁଷ ଅଛନ୍ତି ତାଙ୍କ ଘରେ ପରିବାର ଅଛନ୍ତି ଜଣେ ଜଣେ ପରିବାର ଯଦି 5 ଜଣ ଥାଆନ୍ତି ତାଙ୍କର ରିଲେଟିଭ ଅଛନ୍ତି ବନ୍ଧୁ ଅଛନ୍ତି ତେଣୁ ଜଣେ ଜଣେ 10 ଜଣ 15 ଜଣ 50 ଜଣ ତାହେଲେ 15 କୋଟି ଗୁଣନ 50 ମାନେ କେତେ 100 କୋଟି ପାଖକୁ ଆମେ ପହଞ୍ଚିଯିବା ତ ଆପଣ ଯଦି ବର୍ତ୍ତମାନ କମିଟମେଣ୍ଟ କରିବେ ମୁଁ 100 ଲେଡି ମହିଳାଙ୍କୁ ନ୍ୟୁଟ୍ରିଚା ଆନମିଆ ମୁକ୍ତ କରିବି ତାହେଲେ ଆପଣ 5000 ଲୋକଙ୍କ ସହିତ ସମ୍ପର୍କରେ ଆସିଯିବେ ଯଦି 100 ମହିଳାଙ୍କର ଆପଣ ଆନିମିଆ ମୁକ୍ତର ଗୋଟେ କମିଟମେଣ୍ଟ କରିବେ ତାହେଲେ ଆପଣ 5000 ଲୋକଙ୍କରୁ ଅଧିକା ଲୋକଙ୍କ ସମ୍ପର୍କରେ ଆସିଯିବେ ଦେଖନ୍ତୁ ଆପଣ ଖାତା କଲମ ଧରିକି ହିସାବ କରିକି ଚେଷ୍ଟା କରନ୍ତୁ ନା 10 ଜଣ ମହିଳାଙ୍କର ପରିବାରରୁ ଯଦି ଆପଣ 10 ଜଣ ମହିଳାଙ୍କୁ ଆନିମିଆ ମୁକ୍ତ କରିବେ ନ୍ୟୁଟ୍ରିଚା ଯୋଉମାନେ ତାଙ୍କ ଘରକୁ ଯିବେ ତାହେଲେ 100 200 300 ଲୋକଙ୍କର ସମ୍ପର୍କ ଚାଲି ଆସିବେ ଯଦି ସେଟା ରେଗୁଲାର ହବ ଆଉ ଯଦି କାଜୁଆଲି ହବ ହଁ କହିଦେଲି ଗଲି ତାଙ୍କ ବାଟରେ ସିଏ ମୋ ବାଟରେ ମୁଇଁ ଗୋଟେ ସେ ଖାଇଲେ କି ନାହିଁ କଣ ହେଲା ରେଗୁଲାର ଫୋନ କରି ତାଙ୍କ ପାଖରେ ପୁଣି ସପ୍ତାହ ପରେ ଆଟେଣ୍ଡ କରି ପୁଣି ମାସକ ପରେ ଫୋନ କରି ଇଏ ସବୁ ଯଦି କରିବେ ତାହେଲେ ଇଏ କାମ ହବ ଦେଖନ୍ତୁ ଗୁରୁକୁଳରେ ତ ବହୁତ ଭଲ ଭଲ କଥା ହଉଛି ସିଏ ସବୁ କଥା କରିବା ଉଚିତ କେତେ ହାଇ ଲେବୁଲର କଥା ସବୁ କିନ୍ତୁ ଆମେ ଯଦି ସେଇ ହାଇ ଲେବୁଲର ଚିନ୍ତାଧାରାରେ ଆମେ ଯଦି ଆଲୋଚନା କରିବା ତାପରେ ଆମେ ତଳକୁ ନ ଆସିବା ତାହେଲେ କଣ କରାଯିବ ତାହେଲେ କଣ ଆଗେଇବା କେମିତିକା ବର୍ତ୍ତମାନ ଆମେ ଗୋଟେ କଥାକୁ କହିବା ଯେ ଆଜି ଗ୍ରୋଥ ଉପରେ ଟିସିଜି କହୁଛନ୍ତି ଗ୍ରୋଥର ଆଉ ଚିନ୍ତା କରନି କର୍ମ କର ଫଳ ପାଇବ ଏଇଟା ତ ଭଗବାନ କୃଷ୍ଣ ବି କହୁଛନ୍ତି କର୍ମ କରିଲେ ଫଳ ପାଇବ ଗ୍ରୋଥ ବିଷୟରେ ଚିନ୍ତା କରିବାନି କିନ୍ତୁ ସାଧାରଣ ଲୋକ ଯୋଉମାନେ ଆସୁଛନ୍ତି ସେମାନଙ୍କର ତ ଦରକାର ସୁସ୍ଥ ରହିବା ଦରକାର ଇନକମ ଦରକାର ଇନକମ କେମିତି ଘରେ ଆସିବ ସେମାନେ କେମିତି ତାଙ୍କର ଘରେ ସୁଖ ସ୍ୱାଚ୍ଛନ୍ଦ୍ୟରେ ରହିବେ ତାଙ୍କର ପିଲାମାନଙ୍କର କେମିତି ମଣିଷ କରିବେ କେମିତି ଭାବରେ ତାଙ୍କର ବର୍ତ୍ତମାନ ଯୋଉ ପ୍ରକାର ଆର୍ଥିକ ପରିସ୍ଥିତି ସଂଘର୍ଷ ଚାଲିଛି ସେ ବିଷୟରେ ସେମାନେ କେମିତିକା ଭଲରେ ରହିବେ ଇଏ ସାରା ଦେଶରେ ସାରା ଜଗତରେ ଏଇଭଳିଆ ଲୋକ ଅଛନ୍ତି ସେମାନଙ୍କୁ ଯଦି ଆମେ ଟିକେ ରାହା ଦେଖେଇ ପାରିବା ରାସ୍ତା ଦେଖେଇ ପାରିବା ସେମାନେ କେମିତି ଭଲରେ ଇନକମ କରିପାରିବେ ତ ସେମାନଙ୍କ ମୁଣ୍ଡରେ ତ ପଡିବନି ତ ଆସିବନି ତ ମୁଁ ଆଗେ ଲୋକଙ୍କର ଉପକାର କରିବି ସେବା କରିବି ତାପରେ ମୋର ଏ ପ୍ରକାର ଧାରଣା ଆସିବା ପାଇଁ ହେଲେ ତାକୁ ଟାଇମ ଲାଗିବ ତେଣୁ ଆମେ ଯାହା କରିବା କର୍ମ ଅନୁସାରେ ଯେମିତି ସନ୍ଧ୍ୟା ମ୍ୟାଡାମ କହିଲେ ଆମେ ଆଗେ ଯାହାଟା କରିବା ଗୋଟେ ପ୍ଲାନିଂ କରିକିରି ଗୋଟେ ଆରମ୍ଭ କରନ୍ତୁ ଆରମ୍ଭ କରିବା ମାନେ ଗ୍ୟାଦରିଂ କରିକିରି ମିଟିଂ କରନ୍ତୁ ଆଉ ତାକୁ ରେଗୁଲାର କରନ୍ତୁ ଦେଖନ୍ତୁ ଆମେ ଆମର ସେଥିରେ ପହଞ୍ଚି ପାରିବା ଥ୍ୟାଙ୍କ ୟୁ ଓଭର ଟୁ ଶତପତି ଓକେ ଥ୍ୟାଙ୍କ ୟୁ ନମସ୍କାର ସାର୍ ଆଜି ତ ସମୟ ହେଇଯାଇଛି ପୁଣି କାଲି ଆମେ ମିଶିବା ଜୟ ଆର୍ସିଏମ୍ ସାର୍